ଲବି ଅଧିକ ବଢୁଛି। ନାଇଁ ତ ଆମର ହାଇକମାଣ୍ଡ ଦିଲ୍ଲୀରେ ରହୁଛନ୍ତି ଆମର ତେଣୁ ଦିଲ୍ଲୀରେ ଯିବାର କିଛି ଅସୁବିଧା ନାହିଁ କିନ୍ତୁ ଖୁବ କମ ଦିନ ଭିତରେ ହାଇକମାଣ୍ଡ ଯେ ଆପଣ ବିଧାୟକ ଦଳର ନେତା ଆପଣ କାହା ନା ରେକମେଣ୍ଡ କରୁଛନ୍ତି ବିଧାୟକ ହିସାବରେ ମୁଁ ଗୋଟେ ଏଠି କହିବି ନା ତଥାପି କାହା ସିନିୟର ନା ଜୁନିୟର ଆମେ ଦେଖିବୁ। ନାଇଁ ବର୍ତ୍ତମାନ ଏଆଇସିସି ର ପଦକ୍ଷେପ ନିଆଯାଉଛି ଖୁବ କମ ଦିନ ଭିତରେ ନିଶ୍ଚିତ ଭାବେ ଆପଣ ଜାଣିପାରିବେ ଆଉ ହାଇକମାଣ୍ଡର ନିଷ୍ପତ୍ତି ଖୁବ କମ ଦିନରେ ହେଇଯିବ ଆଉ ଆପଣଙ୍କ ବିଧାୟକ ଦଳ ଭିତରେ ମୁକ୍ତିଙ୍କ ଝିଅ ଚାହୁଁଛନ୍ତି ତାଙ୍କ ବାପା ହୁଅନ୍ତୁ, ସାଗର ଦାସ ଚାହୁଁଛନ୍ତି ତାଙ୍କ ବାପା ହୁଅନ୍ତୁ। ଆପଣ ଯାଉଛନ୍ତି ନାଇଁ ସମସ୍ତ ଚଏସ୍ ଥାଇପାରେ କିନ୍ତୁ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଏଆଇସିସି ଯାହା ନିଷ୍ପତ୍ତି ରାହୁଲ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ଖଡଗେ ସାହେବ ଯାହା ନିଷ୍ପତ୍ତି ତାକୁ କାର୍ଯ୍ୟକାରୀ ହବ ସେଟା ଖୁବ କମ ଦିନ ଭିତରେ ଆପଣ ଯେହେତୁ ବିଧାୟକ ଦଳ ନେତା ଆପଣ କାହା ନା ରେକମେଣ୍ଡ କରୁଛନ୍ତି। ଏମିତି କିଛି ମତେ ଆସିନାହିଁ ଖବର ବା ଏମିତି ଆସିନାହିଁ କିନ୍ତୁ ଆସିବ ତା ବିଚାର କରାଯିବ। ଦକ୍ଷିଣ ନା ଉପକୂଳ ନା ପଶ୍ଚିମ ଓଡିଶା ଭିତରେ ହିଁ ହବ ଓଡିଶା ଟିକେ କହୁନା ଦକ୍ଷିଣ ନା ଉତ୍ତର ନା ଆଉ ପଶ୍ଚିମ ନାଇଁ ସେମିତି କିଛି ନାହିଁ ଆମେ ଓଡିଶା ଭିତରେ ହିଁ ହବ ଓଡିଶା ଲୋକ ହିଁ ହବ ଜୁନିୟର ନା ସିନିୟର ଜୁନିୟର ସିନିୟର ନାହିଁ ଯାହା ହାଇକମାଣ୍ଡ ଯାହାକୁ ଚାହିଁବେ ସେ ହେଇପାରିବ। ପୁରୁଖା ନା ନବା ଆପଣ ଯାଇଥିଲେ ଦିଲ୍ଲୀ ଯାଇଥିଲେ ଆପଣ ଇସାରା ଦିଅ ଆପଣ ଏଇ ଇସାରା ଦଉନାହାନ୍ତି ଆଜ୍ଞା ଆପଣ ପୁରୁଖା ନାଇଁ ଦିଲ୍ଲୀ ବର୍ତ୍ତମାନ ଯାଇନି ଦିଲ୍ଲୀ ଯିବେ କି ଓଡିଶା ନିଶ୍ଚୟ ଆମର ହାଇକମାଣ୍ଡ ଅଛନ୍ତି ଦେଖା କରା ଯାଇପାରିବ ଆପଣ ସଜନମୂଳ ସାକ୍ଷାତ କରିବା ପାଇଁ ନିଶ୍ଚିତ ଯାଇପାରିବ କେବେ ମୋବାଇଲ ମୁଁ ଦେଖିବି ବିଧାନସଭା ସରିଲା ପରେ ନାଇଁ ତା ତ ହେଇଯାଇପାରେ କିନ୍ତୁ ମତେ ମୁଁ ବର୍ତ୍ତମାନ ବିଧାନସଭା ସରିଲା ପରେ ମୁଁ ସୂଚନା ମୁଲାକାତ ପାଇଁ ଯାଇପାରେ। ঠিক আছে।